ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ସବ୍ ରେଜିଷ୍ଟ୍ରି ସିନିୟର ଆସିଷ୍ଟାଣ୍ଟ ସରୋଜ କୁମାର ସାହୁ ଜଣେ ଅବସରପ୍ରାପ୍ତ ରେଡ଼ିଓଗ୍ରାଫରଙ୍କ ପେନ୍ସନ୍ କାଗଜ କରିବା ପାଇଁ 3000 ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ନୟାଗଡ଼ ଏବଂ ଭୁବନେଶ୍ୱର ଭିଜିଲାନ୍ସ। ଅବସରପ୍ରାପ୍ତ ରେଡ଼ିଓଗ୍ରାଫର ମଙ୍ଗଳ ମୁର୍ମୁଙ୍କ ପେନ୍ସନ୍ କାଗଜ କରାଇଦେବା ପାଇଁ ସରୋଜ 7000 ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବରୁ 4000 ଟଙ୍କା ନେଇଥିବା ବେଳେ ଆଜି 3000 ଟଙ୍କା ନେଉଥିଲେ। ଭିଜିଲାନ୍ସ ସରୋଜକୁ ଗିରଫ କରିବା ସହ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି। ପରେ ଭିଜିଲାନ୍ସର 5 ଜଣିଆ ଟିମ୍ ଖଣ୍ଡପଡ଼ା ସହରରେ ଥିବା ସରୋଜଙ୍କ ବାସଭବନରେ ଖାନତଲାସି କରୁଛି। ଖଣ୍ଡପଡ଼ାରୁ ଲୋକନାଥ ମହାପାତ୍ରଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍। ଅଫିସରେ ମୋର ଠିନା ପର୍ସନାଲ ଆମର ନାହିଁ ଜାଗା ବାଡ଼ି କାହିଁ ତାର ସ୍କୁଲ ଜିନିଷ କ'ଣ ମିଶାନି ତାର ଅଲଗା ଚଳିଥିବ ତାର ସେ ସ୍କୁଲ ଜିନିଷ ତ ଗଣେଶ